हाय गाइस, जय जगन्नाथ। ମୁଁ ଜଗବନ୍ଧୁ ଜେସ୍ ବ୍ଲଗର ୟୁଟ୍ୟୁବ ଚ୍ୟାନେଲର ନୂଆ ଏକ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି ରଜ ପୂର୍ଣ୍ଣିମା। ଏହି ରଜ ପୂର୍ଣ୍ଣିମା ଅବସରରେ ଆମ ଘରେ ବର୍ତ୍ତମାନ ଦୋଳି ତିଆରି ଚାଲିଛି। ଆଜି ରଜ ଦୋଳି ଖେଳାଯିବ। ବର୍ତ୍ତମାନ ତିଆରି ଚାଲିଛି। ରଜ ପାଇଁ ପ୍ରିପାରେସନ୍ ପୁରା ଜୋରସୋରରେ ଚାଲିଛି ଆମ ଘରେ। ରଜ ସୁନ୍ଦରୀ ମାନେ ବର୍ତ୍ତମାନ ହାତରେ ମେହେନ୍ଦି କାଟୁଛନ୍ତି। ଆପଣମାନେ ଦେଖିପାରୁଥିବେ ପୁରା ପ୍ରିପାରେସନ୍ ପୁରା ଜୋରସୋରରେ ଚାଲିଛି। ଫୁଲମାଳ ଗୁନ୍ଥା ଚାଲିଛି। ଦୋଳି ଆରପଟେ ତିଆରି ଚାଲିଛି। ଆଉ ଘରେ ପିଠାପଣା ମଧ୍ୟ ତିଆରି ଚାଲିଛି। ଆଗକୁ ସବୁ ଆପଣମାନଙ୍କ ସହିତ ସେୟାର କରିବି। ବର୍ତ୍ତମାନ ଟେଷ୍ଟିଂ ଚାଲିଛି ଦୋଳି ଭାଙ୍ଗିବ କି ନାହିଁ। ବର୍ତ୍ତମାନ ଦୋଳି ଖାଞ୍ଚା ସରିଗଲା। ବର୍ତ୍ତମାନ ଟେଷ୍ଟିଂରେ ବସିଛନ୍ତି ପଙ୍କଜ ମୁନା ଏବଂ କଟମା। ବର୍ତ୍ତମାନ ଟେଷ୍ଟିଂ ଚାଲିଛି। ଭାତ ଖାଇସାରିଲା ପରେ ଆମେ ଦୋଳି ଝୁଲା କାର୍ଯ୍ୟକ୍ରମ ଆରମ୍ଭ କରିବୁ। ବର୍ତ୍ତମାନ ସମସ୍ତେ ମଧ୍ୟାହ୍ନ ଭୋଜନ କରିସାରିଲେଣି। ତାପରେ ସମସ୍ତେ ଲାଗି ପଡ଼ିଛନ୍ତି ଏବେ ଦୋଳି କେମିତି ଭଲ ଭାବରେ ସଜା ହେବ ସେଇଥିପାଇଁ ପୁରା ପ୍ରିପାରେସନ୍ ଜୋରରେ ଚାଲିଛି। ସମସ୍ତେ ବର୍ତ୍ତମାନ ଲାଗି ପଡ଼ିଛନ୍ତି। ଦେଖିପାରୁଥିବେ ବହୁତ ସୁନ୍ଦର ଭାବରେ ଦୋଳି ସଜା ଚାଲିଛି। ଅନ୍ୟପଟେ ବର୍ତ୍ତମାନ ପୋଡ଼ ପିଠା ତିଆରି ହେଇସାରିଲାଣି। ପୋଡ଼ ପିଠା ଏବେ ପୁରା ରେଡ଼ି। ବହୁତ ସୁନ୍ଦର ଭାବରେ ପୋଡ଼ ପିଠାଟି ତିଆରି କରିଛନ୍ତି। ଯାଉ ବହୁତ ସୁନ୍ଦର ଦେଖାଯାଉଛି। ଆପଣମାନେ ଏବେ ଦେଖିପାରୁଥିବେ ସାନ ଭାଇ ଏବଂ ଅଜୁ ସେମାନେ ଦୋଳି ସଜା ହେଇସାରିଲା ପରେ ସେମାନେ ଟେଷ୍ଟ କରୁଛନ୍ତି ବସିକି ଏବଂ ଦେଖୁଛନ୍ତି ଦୋଳି ଛିଡ଼ିଯିବ କି ନାହିଁ। ସେମାନେ ଭରପୁର ମଜା ନେଉଛନ୍ତି ରଜରେ। ଯାହା ବହୁତ ସୁନ୍ଦର କଥା। ବହୁତ ସୁନ୍ଦର ଭାବରେ ଝୁଲି ଖେଳୁଛନ୍ତି। ବର୍ତ୍ତମାନ ରଜ ସୁନ୍ଦରୀ ମାନେ ପୁରା ରେଡ଼ି ଅଛନ୍ତି ଦୋଳି ଝୁଲିବା ପାଇଁ। ବର୍ତ୍ତମାନ ଜଣେ ଜଣେ ଦୋଳି ପାଖକୁ ଯାଉଛନ୍ତି। ଦେଖିପାରୁଥିବେ ଆମର କେତେଜଣ ରଜ ସୁନ୍ଦରୀ ଏଠି ଅଛନ୍ତି। ସେମାନେ କିଭଳି ଭାବରେ ସଜ ହୋଇଛନ୍ତି ନିଶ୍ଚିତ ଭାବରେ ଭଲ ଲାଗିଥିଲେ କମେଣ୍ଟଟିଏ କରିବେ। ବହୁତ ସୁନ୍ଦର ଭାବରେ ସଜ ହୋଇ ସେମାନେ ଦୋଳି ପାଖକୁ ଯାଉଛନ୍ତି। ସୋ ନାଇସ୍। ସମସ୍ତେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବର୍ତ୍ତମାନ ଦୋଳି ଝୁଲା କାର୍ଯ୍ୟକ୍ରମ ଆରମ୍ଭ ହେବ। ଦେଖିପାରୁଥିବେ ବହୁତ ଛୋଟ ଛୋଟ ପିଲାମାନେ ବର୍ତ୍ତମାନ ଦୋଳି ଖେଳିବେ। ସମସ୍ତେ ଛିଡ଼ା ହେଇଯାଆନ୍ତୁ। ଗୋଟେ ଗ୍ରୁପ ଫଟୋ ନିଆଯିବ। ବହୁତ ସୁନ୍ଦର ଭାବରେ ସଜ ହେଇଛନ୍ତି ଦେଖିପାରୁଥିବେ। ସବୁ କୁଇନ୍ ମାନେ ଏକା ସାଥିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏମାନେ ସମସ୍ତେ ଦୋଳି ଖେଳିବାକୁ ପୁରା ରେଡ଼ି ଅଛନ୍ତି। ଜଣ ଜଣ କରି ସମସ୍ତେ ଦୋଳି ଖେଳିବେ। ଆଗକୁ ଦେଖିବା କ'ଣ କ'ଣ ଘଟଣା ଘଟୁଛି। ଆପଣମାନଙ୍କୁ ସବୁ ଦେଖେଇବି। ଆପଣମାନଙ୍କୁ ଭିଡ଼ିଓଟିକୁ ସ୍କିପ୍ ନକରି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ସୁନ୍ଦର ଲାଗିବ। ବହୁତ ଭଲ ଲାଗିବ। ଏବେ ଦୋଳି ଝୁଲା ଆରମ୍ଭ ହୋଇଯାଇଛି। ଛୋଟ ଛୋଟ ପିଲାମାନେ କେମିତି ଦୋଳି ଖେଳୁଛନ୍ତି ଏବଂ ଆନନ୍ଦ ଉଠାଉଛନ୍ତି ଆପଣମାନେ ଦେଖନ୍ତୁ। ତାଙ୍କ ଉପରକୁ ମାମି ବର୍ତ୍ତମାନ ଫୁଲ ଚନ୍ଦନ ପକାଉଛନ୍ତି। ବହୁତ ସୁନ୍ଦର କଥା। ବର୍ତ୍ତମାନ ଦେଖିପାରୁଥିବେ କୁନି ଝିଅ ଦୁଇ ଜଣ କେମିତି ଦୋଳି ଖେଳୁଛନ୍ତି। ଦୋଳିରେ ବସି ଝୁଲି ହେଉଛନ୍ତି। ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି। ଦୁଇ ଜଣ କୁନି ପରି ଏବେ ଦୋଳି ହାଲକା ହାଲକା ଝୁଲଉଛନ୍ତି। ଦେଖନ୍ତୁ କେତେ କ୍ୟୁଟ୍ ଦେଖାଯାଉଛନ୍ତି ଦୁଇ ଜଣ ଯାକ। ନିଶ୍ଚିତ ଭାବରେ ରଜ ଆମ ଓଡ଼ିଶାର ଏକ ସ୍ପେଶିଆଲ ପର୍ବ, ଯାହାକୁ ଝିଅ ବୋହୂମାନେ ବହୁତ
ସୁନ୍ଦର ଭାବରେ ଏନ୍ଜୟ କରନ୍ତି। ତ ଏବେ ସାନ ଭାଇ ଦୁଇ ଜଣଙ୍କୁ ପୁରା ଝୁଲିକି ଖୁସି କରେଇବେ। ତ ବର୍ତ୍ତମାନ ଝୁଲିକି ପିଲା ଦୁଇ ଜଣଙ୍କୁ ଖୁସି କରାଉଛନ୍ତି। ନିଶ୍ଚିତ ଭାବରେ ବହୁତ ଭଲ ଲାଗୁଛି। ଆଜି ଆମ ଘରେ ରଜ ପୂର୍ଣ୍ଣିମା ଏମିତି ଭାବରେ ପାଳନ ହେଉଛି ଯେ ବହୁତ ଖୁସି ଲାଗୁଛି। ଆମ ଘରେ ସମସ୍ତେ ଉପସ୍ଥିତ ହୋଇଛନ୍ତି, ସେଥିପାଇଁ ବହୁତ ଖୁସି ଲାଗୁଛି। ଆମେ ଦୁଇଟି ଦୋଳି ତିଆରି କରୁଛୁ, ଗୋଟିଏ ଝିଅମାନଙ୍କ ପାଇଁ ଏବଂ ଆଉ ଗୋଟିଏ ପୁଅମାନଙ୍କ ପାଇଁ। ତ ଆଉ ଗୋଟେ ଦୋଳିରେ ଆମ ବଳରାମ ଏବେ ଦୋଳି ଖେଳୁଛନ୍ତି, ଆଉ ସମସ୍ତ ପୁଅମାନେ ସେଥିରେ ଦୋଳି ଖେଳିବେ। ତ ସେଇ ଦୋଳିଟିକୁ ଆମେ ଲମ୍ବା କରି ଟଙ୍ଗେଇଛୁ, ଯାହାଫଳରେ କି ବହୁତ ଦୂର ଝୁଲି ହେବ। ଦୁଇଟା ଦୋଳି ଆମେ ଆଜି ତିଆରି କରିଥିଲୁ। ଏବେ ଦେଖନ୍ତୁ ଦୁଇଟା ଯାକ ଦୋଳିରେ ପିଲାମାନେ ଏବେ ଦୋଳି ଖେଳୁଛନ୍ତି, ବହୁତ ସୁନ୍ଦର ଲାଗୁଛି। ଚାଲନ୍ତୁ ଏବେ ପିଲାମାନଙ୍କ ଦୋଳି ଖେଳକୁ ଏନ୍ଜୟ ଟିକେ କରିବା।
ସୋ ଫାଇନାଲି ଏବେ ରଜଦୋଳି ଖେଳ ଶେଷ ହୋଇସାରିଛି। ଏବେ ଆମେ ସମସ୍ତେ ଭୋଜନ କରିବା। ଭୋଜନ ପାଇଁ ପିଲାମାନେ ସମସ୍ତେ ବସିସାରିଛନ୍ତି। ତ ବହୁତ ସୁନ୍ଦର ଭାବରେ ସେମାନେ ଭୋଜନ କରୁଛନ୍ତି। ଆଜି ଭୋଜନରେ ଖେଚଡ଼ି, ସିମି ଏବଂ ପୋଡ଼ପିଠା ତିଆରି ହୋଇଛି। ବହୁତ ଟେଷ୍ଟି ଅଛି। ସୋ ଆଜିର ଭିଡ଼ିଓରେ ଏତିକି। ଭିଡ଼ିଓଟି କେମିତି ଲାଗିଲା ତାକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଏବଂ ଅଧିକ ମାତ୍ରାରେ ସବସ୍କ୍ରାଇବ୍ କରିବେ। ଏମିତି ନୂଆ ନୂଆ ଭିଡ଼ିଓ ଆଣିବା ପାଇଁ ଚ୍ୟାନେଲଟିକୁ ଅଧିକ ମାତ୍ରାରେ ଭଲ ପାଇବା ଦେବେ ବୋଲି ମୁଁ ଆଶା ରଖିବି। ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ରହୁଛି। ଜୟ ଜଗନ୍ନାଥ।